ତାମିଲନାଡୁ ସରକାର 5,000 ଟଙ୍କା ଦେଉଛନ୍ତି, କେରଳ ସରକାର 6,000 ଟଙ୍କା ଦେଉଛନ୍ତି। ଏ ବିଗତ ମାସ ଆମର ଚନ୍ଦ୍ରବାବୁ ନାଇଡୁ ସରକାର ଦିବ୍ୟାଙ୍ଗ ମାନଙ୍କୁ 4,000 ଟଙ୍କା ଭତ୍ତା କରିଲେ। ଏ ପରିପ୍ରେକ୍ଷୀରେ ଆମ ଓଡ଼ିଶାରେ ଆମର ଭତ୍ତା କାହିଁ ବୃଦ୍ଧି ହେବ ନାହିଁ? କିନ୍ତୁ ଏ ସରକାର ଡବଲ ଇଞ୍ଜିନ ସରକାର ବିଜେପି ଗଭର୍ଣ୍ଣମେଣ୍ଟ ଆସିଲା ନବୀନ ପଟ୍ଟନାୟକ ସରକାରଙ୍କ ପରେ ସେମାନେ ଆମେ ଭାବିଥିଲୁ ସେମାନେ ଡବଲ ଇନକମ୍ ବା ଡବଲ ସୁବିଧା ଲୋକଙ୍କୁ ଦେବା ପାଇଁ ବୋଲି, କିନ୍ତୁ ସେମାନେ ଆମକୁ ଡବଲ ଧୋକା ଦେଇ ଚାଲିଲେ। ଡବଲ ଧୋକାଟି କ'ଣ? 80 ବର୍ଷରୁ ଆମେ 3,500 ଦେଇଦେବୁ। ଦିବ୍ୟାଙ୍ଗ 80 ବର୍ଷ ହେଇଥିବାର ଅଛି। ଦିବ୍ୟାଙ୍ଗ କେତେ ଜଣ 80 ବର୍ଷ ଡାକ୍ତର ସାର୍ଟିଫିକେଟ ଦେବ କିଏ? ଦିବ୍ୟାଙ୍ଗ ତ ଦିବ୍ୟାଙ୍ଗ 80 ବର୍ଷ 60%, 40%, 30% ଏସବୁ ମାପଚୁପର ଆମକୁ ଆବଶ୍ୟକତା ନାହିଁ। ଏ ମାପଚୁପର ଆବଶ୍ୟକତା ଲୋକ କରିପାରିବେ ନାହିଁ। ତେଣୁ ଆମେ ଗଣତନ୍ତ୍ର ଦିବସରେ ଏଠି ଆମେ କିପରି ପାଇବା ତାରି ଉପରେ ମୁଁ ଆପଣଙ୍କୁ ବୁଝେଇ ଦେଉଛି। କିପରି ପାଇବା? ହଉ ଆମ ଭାଇମାନଙ୍କୁ ଏ 80 ବର୍ଷର ଲୋକଙ୍କୁ 3,500 ଦେଲେ ଭଲ କଥା, ମନା ନାହିଁ। ଆମ ଭାଇମାନେ ଆମର ବୁଢ଼ାବୁଢ଼ୀ ମାନେ ବୟସ୍କ ଲୋକମାନେ ପାଇଲେ ସେଥିରେ କିଛି ନାହିଁ। ଆମ ଭିତରେ ମନୋଭାବ ଭେଦଭାବ କିଛି ନାହିଁ। ଆମର ଭାଇମାନେ ମୋର ଭାଇ ଗୋଟିଏ ଏବେ 74 ବର୍ଷରେ ମରିଗଲେ 3 ମାସ ତଳେ। ତାଙ୍କୁ ପାଇଲା ତାକୁ କଣ ମାଡ଼ି ବସିକି ବଞ୍ଚେଇ ରଖିଥାନ୍ତି ମୋ ଭାଇକି? ତେଣୁ ସେଥିରେ ଚିନ୍ତା କରିବାର ନାହିଁ କିପରି ପଡ଼ିବ। କାରଣ ହେଉଛି ସମ୍ବିଧାନର ନିୟମ ଅନୁଯାୟୀ ଭାରତ ସାରା ସମସ୍ତଙ୍କୁ ସମାନ ନଜରରେ ଦେଖିବାକୁ ପଡ଼ିବ। ଏ ସରକାର ଡବଲ ଧୁମା ଦେଇ ଡବଲ ଲୋକଙ୍କୁ ବଜେଟରେ ପଇସା ନାହିଁ କହୁଛନ୍ତି। ଆମ ଓଡ଼ିଶାରୁ ଖଣି ପାଣି ଯାଉଛି। ଓଡ଼ିଶାର 7ଟି ଜାଗାରେ ବିଦ୍ୟୁତ ପ୍ରକଳ୍ପ ଅଛି, ବିଦ୍ୟୁତ ଇଲେକ୍ଟ୍ରିକ ପ୍ରକଳ୍ପ ଅଛି। ହୀରାକୁଦ, ବାଲିମେଳା, ରେଙ୍ଗାଲି ବହୁତ ଗୁଡ଼ିଏ ଡ୍ୟାମ୍ ଫ୍ୟାମ୍ ଅଛି। ସବୁ ଆଦାୟ ହେଉଛି, ତାର ଟ୍ୟାକ୍ସ ସବୁ କେନ୍ଦ୍ର ସରକାରକୁ ଯାଉଛି। ତେଣୁ ଆମେ ଭାତ ଖାଉଛେ, କ୍ଷୀର ଖାଉଛେ, ରୁଟି ଖାଉଛେ, ସବୁଥିରେ ଟ୍ୟାକ୍ସ ଯାଉଛି। ଆଳୁ କିଲୋ 50 ଟଙ୍କା ହେଇଗଲା, ରସୁଣ କିଲୋ 400 ଟଙ୍କା ହେଇଗଲା। ଏ ଅହୈତୁକ ଦରଦାମ ବୃଦ୍ଧି ଆମମାନଙ୍କୁ ବହୁତ ବାଧିଛି। ଏ ଗରିବ ଲୋକ 1,000 ଟଙ୍କା ଧରି ଗଲେ ବେଗ ହଟି ହେଉନାହିଁ। ଗୋଟିଏ ଦିନ 1,000 ଟଙ୍କାର ବେଗ ଧରି ଗଲେ ଗୋଟିଏ କି 2 ଦିନ ଖାଇବା। ତେଣୁ ଆପଣମାନଙ୍କୁ ମୁଁ ନିବେଦନ କରୁଛି, ଆପଣମାନେ ଟିକେ ଧୈର୍ଯ୍ୟ ଧରନ୍ତୁ। କିନ୍ତୁ ସରକାର ସାଙ୍ଗେ ଆମେ ଲଢ଼ିବାକୁ ପ୍ରସ୍ତୁତ ଅଛୁ। ଆମେ ଓଡ଼ିଶାର ରାଜ୍ୟ ସାରା ବୁଲୁଛୁ। ମୋତେ 6ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ମୁଁ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ ଇତ୍ୟାଦି ସହରଛି। ରାଜ୍ୟର ଆମର ବିଦ୍ୟାଧର ମହାନ୍ତି ସଭାପତିଙ୍କ ନେତୃତ୍ୱରେ ମୁଁ ଚାରିଆଡ଼େ ବୁଲୁଛି। ଆମର AMS ନ୍ୟୁଜ୍ ଅଣ୍ଡରରେ ଆପଣ ୟୁଟ୍ୟୁବ ମାଧ୍ୟମରେ ଆମର ମିଟିଂ ବିଷୟରେ ଦେଖିପାରିବେ। ଗତକାଲି ଆମେ କୋରାପୁଟରେ ମିଟିଂ କରିଥିଲୁ। ତେଣୁ ଆପଣ ଟିକେ ଧୈର୍ଯ୍ୟ ଧରିଲେ ଏ ଆସନ୍ତା ଫେବୃଆରୀ 13 ତାରିଖରେ ଯେଉଁ ଓଡ଼ିଶାରେ ଆସେମ୍ବଲି ବସିବାକୁ ଯାଉଛି, ସେ ଆସେମ୍ବଲିରେ ଆମେ ଉପସ୍ଥାପନା କରିବାକୁ ଯାଉଛୁ। ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା, ତାଙ୍କୁ ମଧ୍ୟ ଆମେ ଲେଖିକିରି ଜଣେଇଛୁ। ବିରୋଧୀ ଦଳ ନେତା ମାନଙ୍କୁ ଆମର ସିମୁଡ଼ା ସିଏ ମଧ୍ୟ କଂଗ୍ରେସ ଦଳର ବିରୋଧୀ ଦଳ ନେତା, ତାଙ୍କୁ ମଧ୍ୟ ଲେଖି ଦିଆଯାଇଛି। ତେଣୁ ଆମେ ଲଢ଼େଇ କରୁଛୁ, ଆମେ ସଂଗ୍ରାମ ଜାରି ରଖିଛୁ। ଏ ସଂଗ୍ରାମ ଆମର ବନ୍ଦ ହେବ ନାହିଁ। ଏ ସଂଗ୍ରାମ ଆମେ ଓହରିବୁ ନାହିଁ। এটা অতি শীঘ্র সেমানଙ୍କର পয়সা নাই কেন্দ্রରୁ মগাନ୍ତୁ। কোଠି এমএলଏ এমপি ମାନଙ୍କର দরমা মাগিলে এমএলଏ মানে 2 লক্ষ টଙ୍କା দরমা କରିବାକୁ মাগিলে এই সরকার পাইয়া সরকার তাকে 2,50,000 করলে। এমএলএ মাগিলে 2 লক্ষ, সরকার দৌଛନ୍ତି 2,50,000। ইয়ে কোন আমি ভকুয়া আমি কোন পালন? তেণু আমার দিব্যাঙ্গ বৃদ্ধ বৃদ্ধা ସମସ୍ତଙ୍କୁ ଏକ ପ୍ରକାର କରାଯାଉ ଏବଂ ଯଥାଶୀଘ୍ର ଏ ଆମମାନଙ୍କୁ 3,000 ଟଙ୍କା ଭତ୍ତା ପ୍ରଦାନ କରିବା ପାଇଁ ଆମେ ବାଧ୍ୟ କରୁଛୁ। ଦିବ୍ୟାଙ୍ଗମାନଙ୍କୁ 3,500 ଦିଆଯାଉ, ଏଥିରେ କୌଣସି ଅସୁବିଧା ନାହିଁ। 60%, 30%, 40%, 100% ଏସବୁର ଆମେ ବାଛ ବିଚାର କରିବାର ଆମର ନାହିଁ। ତେଣୁ ଆମେ କହୁଛୁ
दिव्यांग मानू कणा पूजा छोटा अंग मानू 3500 दिया जाऊ आम ए राजी मुझे पेंशन पाऊँ मुझे 1000 टका पेंशन पाऊँ मत बर्तमान 64 वर्ष बयस आसंता जून मत 65 हम तेणु आपण मान आम संग्राम जारी रखीचु आपण मैंने व्यस्त हबार ना टे धैर्य धरतु किंतु डाकिया मात्र आप आसी ठिया हो आम जिते डाकरादेबू आपण मैंने से ठिया हे ए परिप्रेक्षी आपण मानू आश्वासन दौनी आपण को निर्भर प्रतिश्रुति दे पारना कहीं तो मुझे सरकार नुहे सरकार संगे आम दे पारना कहीं तो मुझे सरकार नुहे सरकार संगे आम लड़ाई करुचु।